ବନ୍ଧୁଗଣ, ଆପଣଙ୍କୁ ଏକ ରହସ୍ୟମୟ ପରିଭାଷା ମଧ୍ୟକୁ ସ୍ୱାଗତ। ଆପଣ କେବେ ଅନୁଭବ କରିଛନ୍ତି କି ଆପଣ ଏକା ଥାଇ ମଧ୍ୟ ଆପଣଙ୍କ ଚାରିପାଖରେ କାହାର ଅଦୃଶ୍ୟ ଉପସ୍ଥିତି ରହିଛି? କେବେ କ'ଣ ଘରର ବନ୍ଦ ଥିବା କବାଟ ଆପେ ଆପେ ଖୋଲିଯାଇଛି କିମ୍ବା ଅନ୍ଧାର ରାତିରେ କୌଣସି ଅଜଣା ପାଦଶବ୍ଦ ଆପଣଙ୍କ ଶୋଇବା ଘର ପର୍ଯ୍ୟନ୍ତ ମାଡ଼ି ଆସିଛି? ଆପଣ ଜାଣନ୍ତି କି କାହିଁକି କିଛି ଘରେ ସବୁ ସୁଖ ସୁବିଧା ଥାଇ ମଧ୍ୟ ଅଶାନ୍ତିର କଳାବାଦଲ ଘେରି ରହିଥାଏ? କେବେ ଆପଣ ଭାବିଛନ୍ତି ମୃତ୍ୟୁ ପରେ ଆତ୍ମା କେଉଁ ପରିସ୍ଥିତିରେ ପ୍ରେତ ହୋଇ ନିଜ ପରିବାର ପାଖକୁ ଫେରିଆସେ? ଆଜି ଭଲଗପ ଆପଣଙ୍କ ପାଇଁ ନେଇ ଆସିଛି ଏଭଳି ଏକ ଗଭୀର ଏବଂ ସମ୍ବେଦନଶୀଳ ପ୍ରସଙ୍ଗ, ଯାହା ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ। ଆଜିର ବିଷୟ ହେଉଛି ପ୍ରେତ ସାଧନା, ଏକ ଅଭିଶପ୍ତ ମାର୍ଗ। ଏହି କଥାବସ୍ତୁ କୌଣସି ସାଧାରଣ କାଳ୍ପନିକ ଗଳ୍ପ ନୁହେଁ, ବରଂ ଏହା ଗରୁଡ଼ ପୁରାଣ ଏବଂ ଶିବ ପୁରାଣର ସେହି ଦୁର୍ଲଭ ଅଂଶରୁ ଆସିଛି, ଯେଉଁଠାରେ ଜନ୍ମ, ମୃତ୍ୟୁ ଏବଂ ପରଲୋକର ରହସ୍ୟ ଉନ୍ମୋଚିତ ହୋଇଛି। ଆଜିର ଏହି ଆଲୋଚନାରେ ଆମେ ଜାଣିବା କିପରି ଭୟଙ୍କର ତନ୍ତ୍ର ସାଧନା ମାଧ୍ୟମରେ ଏହି ଶକ୍ତିମାନଙ୍କୁ ନିୟନ୍ତ୍ରଣ କରାଯାଏ ଏବଂ ଓଡ଼ିଶାର କୋଣ ଅନୁକୋଣରେ ପ୍ରଚଳିତ ଥିବା ସେହି ସତ୍ୟ ଘଟଣା ସବୁ କ'ଣ। ଏହି ଗଳ୍ପଟିରେ ଜଣେ ସିଦ୍ଧ ମୁନି ଏକ ଜିଜ୍ଞାସୁ ଶିଷ୍ୟର ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି। କିନ୍ତୁ ମନେ ରଖନ୍ତୁ, ଏହି ରହସ୍ୟର ଶେଷ ସମାଧାନ ଏବଂ ସେହି ସର୍ବଶ୍ରେଷ୍ଠ ବିଷୟବସ୍ତୁ ଯାହା ଆପଣଙ୍କ ଜୀବନ ବଦଳାଇ ଦେଇପାରେ, ତାହା କେବଳ ଶେଷ ଭାଗରେ ହିଁ ପ୍ରକଟ ହେବ। ବନ୍ଧୁଗଣ, ଅମାବାସ୍ୟାର ଏକ ଘୋର ଅନ୍ଧକାର ରାତିରେ ଗଙ୍ଗା କୂଳରେ ବସିଥିବା ସିଦ୍ଧ ସନ୍ନ୍ୟାସୀ ମହର୍ଷି ବିଶ୍ୱରୂପଙ୍କ ପାଖରେ ତାଙ୍କ ପ୍ରିୟ ଶିଷ୍ୟ ଦେବଦତ୍ତ ଏକ ପ୍ରଶ୍ନ ରଖିଲେ। ଦେବଦତ୍ତ ପଚାରିଲେ, ହେ ଗୁରୁଦେବ, ମୃତ୍ୟୁ ପରେ ଆତ୍ମାର କ'ଣ ହୁଏ? କେଉଁ କାରଣରୁ ମଣିଷ ପ୍ରେତ ଯୋନି ପ୍ରାପ୍ତ ହୁଏ ଏବଂ କ'ଣ ଏହି ପ୍ରେତମାନେ ଆମ ଘରେ ଅଦୃଶ୍ୟ ଭାବେ ବାସ କରନ୍ତି? ମହର୍ଷି ଗମ୍ଭୀର ସ୍ୱରରେ ଉତ୍ତର ଦେଲେ, ଶିଷ୍ୟ, ଏହି ସଂସାରରେ ଯାହା ଦିଶୁଛି ତାହା କେବଳ ସତ୍ୟ ନୁହେଁ। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ପକ୍ଷୀରାଜ ଗରୁଡ଼ଙ୍କୁ କହିଥିଲେ, ନିର୍ମୁକ୍ତ ସର୍ବ ପାଶେଭ୍ୟୋ ମୁକ୍ତ ଭବତି ବନ୍ଧନାତ୍ ଅତୃପ୍ତ କାମଭୋଗୈଶ୍ଚ ପ୍ରେତତ୍ୱଂ ପ୍ରତିପଦ୍ୟତେ, ଅର୍ଥାତ୍ ଯିଏ ନିଜର ବନ୍ଧନରୁ ମୁକ୍ତ ହୋଇପାରେନି ଏବଂ ଅତୃପ୍ତ କାମନା ନେଇ ମୃତ୍ୟୁବରଣ କରେ, ସେ ପ୍ରେତ ଯୋନି ପ୍ରାପ୍ତ ହୁଏ। ଗରୁଡ଼ ପୁରାଣ ସ୍ପଷ୍ଟ କରେ ଯେ ଯଦି କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହୁଏ, ଯଥା ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା କାହାର ହତ୍ୟା, ତେବେ ସେହି ଜୀବାତ୍ମା ତୁରନ୍ତ ପରଲୋକକୁ ଯାଇପାରେ ନାହିଁ। ସେ ଏହି ମୃତ୍ୟୁଲୋକ ଓ ପରଲୋକର ମଧ୍ୟବର୍ତ୍ତୀ ସ୍ଥାନରେ ଅଟକି ରହେ। ତାକୁ ହିଁ ପ୍ରେତ କୁହାଯାଏ। ଶିବ ପୁରାଣ ଅନୁସାରେ ଏହି ପ୍ରେତମାନେ ବାୟୁ ତତ୍ତ୍ୱରେ ରହନ୍ତି। ସେମାନଙ୍କର କ୍ଷୁଧା ଓ ତୃଷ୍ଣା ଅତ୍ୟଧିକ ଥାଏ, କିନ୍ତୁ ଶରୀର ନଥିବାରୁ ସେମାନେ କିଛି ଖାଇପାରନ୍ତି ନାହିଁ। ଫଳରେ ସେମାନେ ନିଜର ପୂର୍ବ ପରିବାର ଓ ନିଜର ପ୍ରିୟ ସ୍ଥାନ, ଘର ଆଡ଼କୁ ଆକର୍ଷିତ ହୁଅନ୍ତି। ଓଡ଼ିଶାର ଗାଁ ଗହଳିରେ ଆଜି ବି ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ଅତ୍ୟଧିକ କଳହ, ଅପରିଷ୍କାରତା ଏବଂ ଅଶୁଦ୍ଧ କାର୍ଯ୍ୟ ହୁଏ, ସେଠାରେ ଏହି ପ୍ରେତମାନେ ନିଜର ଆସ୍ଥାନ ଜମାନ୍ତି। ମହର୍ଷି ଆହୁରି କହିଲେ, ଦେବଦତ୍ତ, ପ୍ରେତ ବିଜ୍ଞାନ କୁହେ ଯେ ପ୍ରେତମାନେ ମୁଖ୍ୟତଃ ନକାରାତ୍ମକ ଶକ୍ତିର ପରିପ୍ରକାଶ। ସେମାନେ ଆପଣଙ୍କୁ ଦେଖିପାରନ୍ତି, ଆପଣଙ୍କ କଥା ଶୁଣିପାରନ୍ତି, କିନ୍ତୁ ଆପଣ ସେମାନଙ୍କୁ ଦେଖିପାରନ୍ତି ନାହିଁ। କିଛି ପ୍ରେତ ଶାନ୍ତ ଥାନ୍ତି, କିନ୍ତୁ ଯେଉଁମାନେ ପ୍ରେତ ସାଧନା ବା ତାମସିକ ତନ୍ତ୍ର ମାଧ୍ୟମରେ ବଶୀଭୂତ ହୋଇଥାନ୍ତି, ସେମାନେ ଅତ୍ୟନ୍ତ ଭୟଙ୍କର ହୁଅନ୍ତି। ଦେବଦତ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କ'ଣ ମଣିଷ ନିଜର ସ୍ୱାର୍ଥ ପାଇଁ ଏହି ଶକ୍ତିମାନଙ୍କୁ ସାଧନା କରିପାରେ? ମହର୍ଷି କହିଲେ, ହଁ ଶିଷ୍ୟ, ଏହା ଏକ ଦୁଃସାହସିକ ଏବଂ ବିପଜ୍ଜନକ ମାର୍ଗ, ଯାହାର ପରିଣାମ ମଣିଷର ଅନ୍ତରାତ୍ମାକୁ ବି ଧ୍ୱଂସ କରିଦିଏ। ବନ୍ଧୁଗଣ, ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ଶୁଣ, ପ୍ରେତ ସାଧନା ହେଉଛି ଅନ୍ଧକାରର ସେହି ମାର୍ଗ, ଯେଉଁଠାରେ ମଣିଷ ନିଜର ଆତ୍ମାକୁ ପରମାତ୍ମାଙ୍କ ଠାରୁ ବିଚ୍ୟୁତ କରି କେବଳ ଭୋଗ ବିଳାସ ପଛରେ ଧାଏ। ଶିଷ୍ୟର କୌତୂହଳ ବଢ଼ିଲା। ସେ ପଚାରିଲେ, ହେ ମୁନିବର, ଏହି ସାଧନା କ'ଣ ସତରେ ସମ୍ଭବ? ଏହାର ପରିଣାମ କ'ଣ ହୋଇଥାଏ? ମହର୍ଷି କହିଲେ, ଶାସ୍ତ୍ର କହେ, ଅଶୁଚିର୍ବା ଶୁଚିର୍ବାପି ଯଃ ସ୍ମରେତ୍ ପୁଣ୍ଡରୀକାକ୍ଷଂ ତାମସାସ୍ତୁ ସଦା ନିଚୈ ପ୍ରେତତ୍ୱଂ ଯାନ୍ତି ମାନବାଃ, ଅର୍ଥାତ୍ ଯିଏ ପବିତ୍ର ରହେ ନାହିଁ ଏବଂ କେବଳ ତାମସିକ କାର୍ଯ୍ୟରେ ଲିପ୍ତ ରହେ, ସେହି ନିଚ ପ୍ରବୃତ୍ତିର ବ୍ୟକ୍ତିମାନେ ପ୍ରେତ ଯୋନିର ଶରଣାପନ୍ନ ହୁଅନ୍ତି। ଗୁରୁଦେବ ଏକ ପୁରୁଣା ସତ୍ୟ ଘଟଣା ବର୍ଣ୍ଣନା କଲେ। ବହୁ ବର୍ଷ ପୂର୍ବେ ଓଡ଼ିଶାର ଏକ ପ୍ରାନ୍ତରେ ଜଣେ ପ୍ରତାପୀ ଜମିଦାର ଥିଲେ।
ତାଙ୍କର ସମ୍ପତ୍ତିର ଅଭାବ ନଥିଲା, କିନ୍ତୁ ତାଙ୍କର କାମନା ଥିଲା ଅସୀମ। ସେ ଜଣେ କୁଖ୍ୟାତ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସି ପ୍ରେତ ସାଧନା ଆରମ୍ଭ କଲେ। ସେ ଚାହୁଁଥିଲେ ଯେ ଅଦୃଶ୍ୟ ଶକ୍ତିମାନେ ତାଙ୍କ ଇଶାରାରେ କାମ କରନ୍ତୁ ଏବଂ ତାଙ୍କ ଶତ୍ରୁମାନଙ୍କୁ ବିନାଶ କରନ୍ତୁ। ଶିଷ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। ମହର୍ଷି କହିଲେ, ଜମିଦାର ପ୍ରତିଦିନ ନିଶିଥ ରାତିରେ ମଶାଣିରେ ବସି ଭୟଙ୍କର ମନ୍ତ୍ର ଜପ କଲେ। ଦିନେ ଏକ ଶକ୍ତିଶାଳୀ ପ୍ରେତକୁ ସେ ବଶୀଭୂତ କଲେ। କିନ୍ତୁ ଶାସ୍ତ୍ର କୁହେ, ଯିଏ ଏହି ଶକ୍ତିଙ୍କୁ ବ୍ୟବହାର କରେ ସେ ନିଜେ ସେମାନଙ୍କର କ୍ରୀଡ଼ନକ ପାଲଟିଯାଏ। ଜମିଦାରଙ୍କ ଘରେ ଅଦୃଶ୍ୟ ଭାବେ ସେହି ପ୍ରେତ ବାସ କଲା। ପ୍ରଥମେ ତ ଜମିଦାର ବହୁତ ଧନବାନ ହେଲେ, କିନ୍ତୁ ଧୀରେ ଧୀରେ ତାଙ୍କ ଘରର ପରିବେଶ ଭୟଙ୍କର ହେବାକୁ ଲାଗିଲା। ରାତି ଅଧରେ ଘରର ରୁମାଲ, ଗିଲାସ ଓ ବାସନକୁସନ ଆପେ ଆପେ ଉଡ଼ିବାକୁ ଲାଗିଲା। ଜମିଦାରଙ୍କ ସ୍ତ୍ରୀ ଓ ପିଲାମାନେ ସବୁବେଳେ ଭୟରେ ରହିଲେ। ପ୍ରେତଟି ଜମିଦାରଙ୍କୁ ଏପରି ବଶ କରିଦେଲା ଯେ ସେ ଘରୁ ବାହାରିବା ମଧ୍ୟ ବନ୍ଦ କରିଦେଲେ। ଶେଷରେ ସେହି ଅଦୃଶ୍ୟ ଶକ୍ତିର ପ୍ରଭାବରେ ଜମିଦାର ପାଗଳ ହୋଇ ମୃତ୍ୟୁବରଣ କଲେ ଏବଂ ନିଜେ ଏକ ବନ୍ଦୀ ପ୍ରେତ ହୋଇ ସେହି ଉଆସରେ ରହିଗଲେ। ଦେବଦତ୍ତ କମ୍ପିତ ହୋଇ ପଚାରିଲେ, ଗୁରୁଦେବ, ଏହା କ'ଣ ଆଧୁନିକ ଯୁଗରେ ବି ସମ୍ଭବ? କିପରି ଜଣେ ଜାଣିବ ଯେ ତା ଘରେ କୌଣସି ଅଦୃଶ୍ୟ ପ୍ରେତର ଛାୟା ଅଛି? ମହର୍ଷି ହସିଲେ ଏବଂ କହିଲେ, ପ୍ରେତ ବିଜ୍ଞାନର ସଂକେତ ବହୁତ ସ୍ପଷ୍ଟ। ଗୁରୁଦେବ ମହର୍ଷି ବିଶ୍ୱରୂପଙ୍କୁ ଶିଷ୍ୟ ଦେବଦତ୍ତ ପଚାରିଲେ, ହେ ପ୍ରଭୁ, ଜଣେ ସାଧାରଣ ମଣିଷ କିପରି ଜାଣିବ ଯେ ତାଙ୍କ ଆଖପାଖରେ କୌଣସି ପ୍ରେତ ବା ଅତୃପ୍ତ ଆତ୍ମାର ବାସ ରହିଛି? କ'ଣ ଶାସ୍ତ୍ରରେ ଏହାର କିଛି ସ୍ପଷ୍ଟ ଲକ୍ଷଣ ବର୍ଣ୍ଣନା କରାଯାଇଛି? ମହର୍ଷି କହିଲେ, ଶିଷ୍ୟ, ଗରୁଡ଼ ପୁରାଣର ପ୍ରେତ କଳ୍ପ ଅଧ୍ୟାୟରେ ଭଗବାନ ବିଷ୍ଣୁ ଏହି ବିଷୟରେ ଅତି ସୂକ୍ଷ୍ମ ଭାବେ ବର୍ଣ୍ଣନା କରିଛନ୍ତି। ଯେତେବେଳେ କୌଣସି ଘରେ ପ୍ରେତଙ୍କ ପ୍ରଭାବ ବଢ଼ିଥାଏ, ସେଠାରେ କିଛି ଅସ୍ୱାଭାବିକ ଘଟଣା ଘଟିବାକୁ ଲାଗେ। ପ୍ରଥମ ସଂକେତ ହେଉଛି ଅକାରଣ କଳହ। ଯେଉଁ ଘରେ ବିନା କାରଣରେ ସ୍ୱାମୀ ସ୍ତ୍ରୀ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରେ ଘୋର ବିବାଦ ହୁଏ, ସେଠାରେ ପ୍ରେତ ନିଜର ନକାରାତ୍ମକ ଶକ୍ତି ବିସ୍ତାର କରିଥାଏ। ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ଦୁଃସ୍ୱପ୍ନଂ ଦର୍ଶନଂ ଚୈବ ଗୃହେ କଳହମେବ ଚ। ଅକାରଣେ ମନସ୍ତାପନ ପ୍ରେତସତ୍ୱସ୍ୟ ଲକ୍ଷଣମ୍। ଅର୍ଥାତ୍ ଖରାପ ସ୍ୱପ୍ନ ଦେଖିବା, ଘରେ କଳହ ହେବା ଏବଂ ବିନା କାରଣରେ ମନରେ ଭୟ ଓ ଦୁଃଖ ସୃଷ୍ଟି ହେବା ହେଉଛି ପ୍ରେତଙ୍କ ଉପସ୍ଥିତିର ପ୍ରମୁଖ ଲକ୍ଷଣ। ଗୁରୁଦେବ ବୁଝାଇ କହିଲେ, ଦେବଦତ୍ତ, ଆଉ ଏକ ବଡ଼ ସଂକେତ ହେଉଛି ଅଜଣା ଦୁର୍ଗନ୍ଧ। ଯଦି ଘରର କୌଣସି ଏକ ନିର୍ଦ୍ଦିଷ୍ଟ କୋଣରୁ ହଠାତ୍ ପଚା ବା କୌଣସି ଅଜଣା ଜିନିଷ ପୋଡ଼ିବାର ଗନ୍ଧ ଆସେ, କିନ୍ତୁ କିଛି ସମୟ ପରେ ତାହା ଚାଲିଯାଏ, ତେବେ ବୁଝିବାକୁ ହେବ ଯେ ସେଠାରେ ବାୟୁ ତତ୍ତ୍ୱରେ କୌଣସି ପ୍ରେତ ବାସ କରୁଛି। ଏହା ବ୍ୟତୀତ ଘରର ପୋଷା ଜନ୍ତୁ ଯଥା କୁକୁର ବା ବିଲେଇ ଯଦି ଶୂନ୍ୟକୁ ଚାହିଁ ଭୁକନ୍ତି କିମ୍ବା ଡରନ୍ତି, ତେବେ ଜାଣିବ ସେମାନେ ସେହି ଅଦୃଶ୍ୟ ଶକ୍ତିକୁ ଦେଖିପାରୁଛନ୍ତି। ଶିଷ୍ୟ ପଚାରିଲେ, ଗୁରୁଦେବ, କିନ୍ତୁ ଆଧୁନିକ ବିଜ୍ଞାନ କ'ଣ ଏହାକୁ ମାନେ? ମହର୍ଷି ହସି କହିଲେ, ବିଜ୍ଞାନ ଏହାକୁ ଇନଫ୍ରାସୋନିକ ସାଉଣ୍ଡ ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡର ପରିବର୍ତ୍ତନ ବୋଲି କୁହେ। ଯେଉଁଠାରେ ଏହି ସୂକ୍ଷ୍ମ ଶକ୍ତିମାନେ ଥାନ୍ତି, ସେଠାରେ ତାପମାତ୍ରା ହଠାତ୍ କମିଯାଏ, ଯାହାକୁ କୋଲ୍ଡ ସ୍ପଟ୍ କୁହାଯାଏ। ଏହା କୌଣସି ଗଳ୍ପ ନୁହେଁ, ବରଂ ପରାବିଜ୍ଞାନ ବା ପାରାସାଇକୋଲୋଜିର ଏକ ସତ୍ୟ। ମହର୍ଷି ଆହୁରି କହିଲେ, ଦେବଦତ୍ତ, ତୁମେ ଜାଣିଛ କି କେଉଁଠି ପ୍ରେତମାନେ ବହୁତ ଶୀଘ୍ର ଆକର୍ଷିତ ହୁଅନ୍ତି? ସେହି ସ୍ଥାନ ଓ ସେହି କାରଣଗୁଡ଼ିକ ବିଷୟରେ ମୁଁ ତୁମକୁ ପରବର୍ତ୍ତୀ ଭାଗରେ ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ କହିବି। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ମନେ ରଖ, ପ୍ରେତମାନେ ସବୁବେଳେ ସେହି ସ୍ଥାନ ଖୋଜନ୍ତି ଯେଉଁଠାରେ ଶୁଦ୍ଧତାର ଅଭାବ ଥାଏ। ସେମାନେ ନିଜର ଶକ୍ତି ବଢ଼ାଇବା ପାଇଁ ତାମସିକ ପରିବେଶକୁ ପସନ୍ଦ କରନ୍ତି। ଦେବଦତ୍ତ ପଚାରିଲେ, ହେ ମୁନିବର, କ'ଣ କେବଳ ମଶାଣି ବା ନିର୍ଜନ ସ୍ଥାନରେ ସେମାନେ ରହନ୍ତି? ନା, ଆମ ପରିବାର ମଧ୍ୟରେ ବି ସେମାନେ ଆଶ୍ରୟ ନେଇପାରନ୍ତି। ମହର୍ଷି ଏକ ଗମ୍ଭୀର ପଦ୍ୟ ଉଚ୍ଚାରଣ କରି କହିଲେ, ଦେବାଃ ସର୍ବେ ପବିତ୍ରେଷୁ ନିର୍ମଳେଷୁ ବସନ୍ତି ଚ। ଅପବିତ୍ରେ ପ୍ରେତଗଣାଃ ସଂଘର୍ଷ ବିଚରନ୍ତି ହି। ଅର୍ଥାତ୍ ଦେବତାମାନେ ପବିତ୍ର ଓ ନିର୍ମଳ ସ୍ଥାନରେ ବାସ କରନ୍ତି, କିନ୍ତୁ ଅପବିତ୍ର ସ୍ଥାନରେ ପ୍ରେତମାନେ ଦଳଗତ ଭାବେ ବିଚରଣ କରନ୍ତି। ମହର୍ଷି ଏକ କ୍ଷୁଦ୍ର ଗଳ୍ପ ଶୁଣାଇଲେ। ବହୁ ବର୍ଷ ପୂର୍ବେ ଜଣେ ବଣିକ ଥିଲେ, ଯିଏ ବହୁତ ଧନୀ ଥିଲେ କିନ୍ତୁ ଅତ୍ୟନ୍ତ ଅଳସୁଆ ଓ ଅଶୁଚି ଥିଲେ। ସେ ନିଜ ଘରର କୋଣ ଅନୁକୋଣରେ ଅଳିଆ ଆବର୍ଜନା ଜମା କରି ରଖୁଥିଲେ।
ସୂର୍ଯ୍ୟାସ୍ତ ପରେ ସେ ଅନ୍ଧାର କୋଠରୀରେ ବସି ରହୁଥିଲେ ଏବଂ କେବେ ବି ଘରେ ଧୂପ ବା ଦୀପ ଜଳାଉ ନଥିଲେ। ଧୀରେ ଧୀରେ ତାଙ୍କ ଘରେ ଏକ ଅଦୃଶ୍ୟ ଭାରୀପଣ ଅନୁଭବ ହେଲା। ଦିନେ ରାତିରେ ସେ ଦେଖିଲେ ଯେ ତାଙ୍କ ରୋଷେଇ ଘରୁ କେହି ଜଣେ ବାସନକୁସନ ଫିଙ୍ଗୁଛି। ସେ ଯାଇ ଦେଖିଲା ବେଳକୁ ସେଠାରେ କେହି ନାହାନ୍ତି। ବଣିକ ଜଣକ ଭୟରେ ଥରିବାକୁ ଲାଗିଲେ। ସେ ଜଣେ ସନ୍ଥଙ୍କ ପାଖକୁ ଗଲେ। ସନ୍ଥ ଜଣକ କହିଲେ, ତୁମେ ଘରକୁ ଅନ୍ଧକାର ଓ ଅପବିତ୍ର କରି ରଖିଛ, ତେଣୁ ସେହି ନକାରାତ୍ମକ ଉର୍ଜା ପ୍ରେତ ରୂପରେ ତୁମ ଘରେ ବାସ କରୁଛି। ମହର୍ଷି ଆହୁରି କହିଲେ, ଶିଷ୍ୟ, ଓଡ଼ିଶାର ପ୍ରାଚୀନ ଲୋକକଥାରେ ମଧ୍ୟ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ବେଳେ ଯେଉଁମାନେ ଶୁଅନ୍ତି କିମ୍ବା ଘରକୁ ପରିଷ୍କାର ରଖନ୍ତି ନାହିଁ, ସେମାନଙ୍କ ଉପରେ ପ୍ରେତଙ୍କ ଦୃଷ୍ଟି ପଡ଼େ। ଏହା ବ୍ୟତୀତ କିଛି ପୁରାଣ ଅନୁସାରେ ପୁରୁଣା ଅଶ୍ୱତ୍ଥ ଗଛ କିମ୍ବା ବର ଗଛରେ ମଧ୍ୟ ପ୍ରେତମାନଙ୍କ ସମାବେଶ ହୁଏ। ସେମାନେ ମନୁଷ୍ୟ ଶରୀରରେ ପ୍ରବେଶ କରିବା ପାଇଁ ଛିଦ୍ର ଖୋଜନ୍ତି। ଶିଷ୍ୟ ପଚାରିଲେ, ଗୁରୁଦେବ, ଏହି ପ୍ରେତମାନେ କ'ଣ ମନୁଷ୍ୟର ମନକୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି? କିପରି ଜଣେ ବ୍ୟକ୍ତି ବୁଝିବ ଯେ ତାଙ୍କ ଶରୀର ଉପରେ ପ୍ରେତର ପ୍ରଭାବ ରହିଛି? ମହର୍ଷି ଗମ୍ଭୀର ହୋଇ କହିଲେ, ସେହି ରହସ୍ୟ ଆହୁରି ଭୟଙ୍କର। ମନୁଷ୍ୟ ଶରୀର ଉପରେ ପ୍ରେତଙ୍କ ଆକ୍ରମଣ ଓ ସାଧନା ବିଷୟରେ ମୁଁ ତୁମକୁ କହିବି। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ମନେ ରଖ, ଶିବ ପୁରାଣ ଓ ଅଗ୍ନି ପୁରାଣରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ତାମସିକ ବିଦ୍ୟା ଦ୍ୱାରା ପ୍ରେତକୁ ବଶୀଭୂତ କରେ, ସେ ନିଜର ଆତ୍ମାକୁ ନର୍କର ଦ୍ୱାରରେ ବନ୍ଧା ପକାଇଦିଏ। ଦେବଦତ୍ତ ପଚାରିଲେ, ହେ ପ୍ରଭୁ, ପ୍ରେତକୁ ବଶ କଲେ କ'ଣ ପ୍ରକୃତରେ ଶକ୍ତି ମିଳେ? ଏହାର ମୂଲ୍ୟ କ'ଣ ଏତେ ଭୟଙ୍କର? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ପ୍ରେତ ସାଧନରକ୍ତାନା ନାସ୍ତି ମୁକ୍ତି କଦାଚନ ଭୋକ୍ତବ୍ୟଂ ନରକଂ ଘୋରଂ ଯାବଦାଚନ୍ଦ୍ର ତାରକମ୍। ଅର୍ଥାତ୍ ଯିଏ ପ୍ରେତ ସାଧନାରେ ମଜ୍ଜି ରହେ, ତାର କେବେ ମୁକ୍ତି ହୁଏ ନାହିଁ। ସେ ଚନ୍ଦ୍ର ଓ ତାରା ଥିବା ପର୍ଯ୍ୟନ୍ତ ଘୋର ନର୍କ ଭୋଗ କରେ। ମହର୍ଷି ଏକ ରୋମାଞ୍ଚକର ଘଟଣା ଶୁଣାଇଲେ। ବହୁ ବର୍ଷ ପୂର୍ବେ ଜଣେ ଲୋଭୀ ସାଧକ ଥିଲା। ସେ ଚାହୁଁଥିଲା ଯେ ଏକ ବ୍ରହ୍ମଦୈତ୍ୟ ବା ଶକ୍ତିଶାଳୀ ପ୍ରେତକୁ ନିଜର ଦାସ କରି ରଖିବ। ସେ ଅଗ୍ନି ପୁରାଣର କିଛି ଗୂଢ଼ ତାନ୍ତ୍ରିକ ପ୍ରକ୍ରିୟାର ଅପପ୍ରୟୋଗ କରି ମଶାଣିରେ ବସି ସାଧନା କଲା। ଶେଷରେ ପ୍ରେତଟି ତା ସାମ୍ନାରେ ପ୍ରକଟ ହେଲା ଏବଂ କହିଲା, ମୁଁ ତୋର ସବୁ କାମ କରିବି, କିନ୍ତୁ ମନେ ରଖ, ଯେଉଁଦିନ ତୁ ମୋତେ କାମ ଦେଇପାରିବୁ ନାହିଁ, ସେଦିନ ମୁଁ ତୋତେ ଓ ତୋର ସମଗ୍ର ବଂଶକୁ ଗ୍ରାସ କରିବି। ସେହି ସାଧକ ପ୍ରଥମେ ତ ବହୁତ ଖୁସି ହେଲା। ପ୍ରେତଟି ରାତାରାତି ତାକୁ ରାଜପ୍ରାସାଦ ଭଳି ଘର ଓ ଅମାପ ସମ୍ପତ୍ତି ଆଣିଦେଲା। କିନ୍ତୁ ଧୀରେ ଧୀରେ ସାଧକ ପାଖରେ ଆଉ କୌଣସି ନୂଆ କାମ ରହିଲା ନାହିଁ। ପ୍ରେତଟି ପ୍ରତି ମୁହୂର୍ତ୍ତରେ ତାକୁ କାମ ପାଇଁ କଷ୍ଟ ଦେଲା। ଯଦି କାମ ନ ମିଳେ, ପ୍ରେତଟି ସେହି ସାଧକର ରକ୍ତ ଶୋଷିବାକୁ ଲାଗିଲା। ସେହି ଲୋଭୀ ବ୍ୟକ୍ତି ଜଣକ ବୁଝିପାରିଲେ ଯେ ସେ ପ୍ରେତକୁ ବଶ କରିନାହାନ୍ତି, ବରଂ ପ୍ରେତର କ୍ରୀଡ଼ନକ ପାଲଟି ଯାଇଛନ୍ତି। ଶେଷରେ ସେ ନିଜର ମାନସିକ ସନ୍ତୁଳନ ହରାଇଲେ ଏବଂ ତାଙ୍କର ସମସ୍ତ ସମ୍ପତ୍ତି ଶ୍ମଶାନରେ ପରିଣତ ହେଲା। ମହର୍ଷି କହିଲେ, ଶିଷ୍ୟ, ଗରୁଡ଼ ପୁରାଣ କୁହେ, ପ୍ରେତ ସାଧନା କରି ଜଣେ ମଣିଷ ନିଜ ଜୀବନର ସୁଖ ତ ହରାଏ, ମୃତ୍ୟୁ ପରେ ସେ ନିଜେ ସେହି ପ୍ରେତର ଦାସ ହୋଇ ରହିଯାଏ। ଏହା ହେଉଛି ପ୍ରେତକୁ ବଶ କରିବାର ରକ୍ତ ମୂଲ୍ୟ। ଦେବଦତ୍ତ କମ୍ପିତ ସ୍ୱରରେ ପଚାରିଲେ, ଗୁରୁଦେବ, ଏହା କ'ଣ ବର୍ତ୍ତମାନର ଆଧୁନିକ ବିଜ୍ଞାନ ବୁଝିପାରୁଛି? ଏହି ଅଦୃଶ୍ୟ ଆକ୍ରମଣରୁ ବଞ୍ଚିବାର ଉପାୟ କ'ଣ? ମହର୍ଷି ରହସ୍ୟମୟ ଭାବେ ହସିଲେ ଏବଂ କହିଲେ, ଉପାୟ ଅଛି ଶିଷ୍ୟ, କିନ୍ତୁ ସେଥିପାଇଁ ଆମକୁ ପ୍ରେତ ବିଜ୍ଞାନ ଓ ଆଧୁନିକ ମନୋବିଜ୍ଞାନର ସେହି ସେତୁକୁ ଦେଖିବାକୁ ହେବ, ଯାହା ମୁଁ ତୁମକୁ କହିବି। ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ଆଜିର ବିଜ୍ଞାନ ଯାହାକୁ ହଲୁସିନେସନ ବା ସିଜୋଫ୍ରେନିଆ କହୁଛି, ଆମର ଶାସ୍ତ୍ର ତାକୁ ପ୍ରେତ ବାଧା ବୋଲି ବହୁ ପୂର୍ବରୁ ବର୍ଣ୍ଣନା କରିସାରିଛି। ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ ବହୁତ କମ୍, କିନ୍ତୁ ପ୍ରଭାବ ସମାନ। ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ମନୋମାତ୍ରଂ ଜଗତ୍ ସର୍ବଂ ମନୋମାତ୍ରାଶ୍ଚ ଶକ୍ତୟ ଭୟାତ୍ମକଂ ଭବେତ୍ ପ୍ରେତଂ ଶୁଦ୍ଧାତ୍ମକଂ ଭବେତ୍ ଶିବ। ଅର୍ଥାତ୍ ଏହି ସମଗ୍ର ଜଗତ ମନର ଏକ ଖେଳ। ମନ ଭିତରେ ଥିବା ଭୟ ହିଁ ପ୍ରେତ ରୂପ ଧାରଣ କରେ ଏବଂ ମନର ଶୁଦ୍ଧତା ହିଁ ଶିବତ୍ୱ ବା ପରମାତ୍ମାଙ୍କ ରୂପ ଅଟେ। ମହର୍ଷି ବୁଝାଇଲେ, ଦେବଦତ୍ତ, ଆଧୁନିକ ମନୋବିଜ୍ଞାନ କୁହେ ଯେ ଯେତେବେଳେ ମଣିଷ ଅତ୍ୟଧିକ ମାନସିକ ଚାପ କିମ୍ବା ଭୟ ମଧ୍ୟରେ ରହେ, ତାର ମସ୍ତିଷ୍କ କିଛି ଅଦୃଶ୍ୟ ଆକୃତି ବା ଶବ୍ଦ ସୃଷ୍ଟି କରେ।
କିନ୍ତୁ ପ୍ରେତ ବିଜ୍ଞାନ କୁହେ ଏହି ଦୁର୍ବଳ ମାନସିକ ସ୍ଥିତି ହିଁ ସେହି ବାହ୍ୟ ଅଦୃଶ୍ୟ ଶକ୍ତିମାନଙ୍କ ପାଇଁ ଏକ ଦ୍ୱାର ସଦୃଶ। ଯେତେବେଳେ ଆପଣଙ୍କ ମନର ସୁରକ୍ଷା କବଚ ଭାଙ୍ଗିଯାଏ ସେତେବେଳେ ବାହାରେ ଥିବା ନକାରାତ୍ମକ ଶକ୍ତିମାନେ ଆପଣଙ୍କ ଚିନ୍ତାଧାରାକୁ ନିୟନ୍ତ୍ରଣ କରିବାକୁ ଲାଗନ୍ତି। ତୁମେ ଜାଣିଛ କି ଦେବଦତ୍ତ, ଓଡ଼ିଶାର କେତେକ ତାନ୍ତ୍ରିକ ପୀଠରେ ଯେଉଁ ଝଡ଼ାଫୁଙ୍କା ବା ଉପଚାର କରାଯାଏ ତାହା ମଧ୍ୟ ଏକ ପ୍ରକାରର ମନସ୍ତାତ୍ତ୍ୱିକ ଚିକିତ୍ସା। ଯେତେବେଳେ ଜଣେ ବ୍ୟକ୍ତି ବିଶ୍ୱାସ କରେ ଯେ କୌଣସି ଦୈବୀ ଶକ୍ତି ତାକୁ ରକ୍ଷା କରୁଛି ସେତେବେଳେ ତାର ମସ୍ତିଷ୍କରେ ଡୋପାମାଇନ୍ ଓ ସେରୋଟୋନିନ୍ ପରି ସକାରାତ୍ମକ ହର୍ମୋନ୍ କ୍ଷରଣ ହୁଏ, ଯାହା ସେହି କାଳ୍ପନିକ ବା ପ୍ରକୃତ ପ୍ରେତ ପ୍ରଭାବକୁ ମୂଳରୁ ଶେଷ କରିଦିଏ। କିଛି ଶିକ୍ଷିତ ଲୋକ ମଧ୍ୟ ପ୍ରେତ ବାଧା ଅନୁଭବ କରନ୍ତି। ଏହାର କାରଣ ହେଉଛି ଆମର ସବ୍ କନସସ୍ ମାଇଣ୍ଡ। ଆମେ ଯାହାକୁ ଭୟ କରୁ ତାହା ହିଁ ଆମ ସାମ୍ନାରେ ପ୍ରକଟ ହୁଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରେତମାନେ ମିଥ୍ୟା। ସେମାନେ ହେଉଛନ୍ତି ବାୟୁ ତତ୍ତ୍ୱର ଏକ ଶକ୍ତି ଯାହା ମଣିଷର ମସ୍ତିଷ୍କର ତରଙ୍ଗ ସହ ମିଶି କାମ କରେ। ଦେବଦତ୍ତ ପଚାରିଲେ, ତେବେ ପ୍ରଭୁ, ଏହି ବିଜ୍ଞାନ ଓ ପୁରାଣର ସେତୁକୁ ଆମେ କିପରି ସୁଦୃଢ଼ କରିବା? ମହର୍ଷି ହସିଲେ, କେବଳ ଜ୍ଞାନ ଦ୍ୱାରା। ଭୟକୁ ଚିହ୍ନିବା ହିଁ ଭୟରୁ ମୁକ୍ତିର ପ୍ରଥମ ପାଦ। ଯେଉଁଦିନ ତୁମେ ବୁଝିଯିବ ଯେ ତୁମ ଭିତରେ ଥିବା ପରମାତ୍ମା ସବୁ ପ୍ରେତ ଶକ୍ତିଠାରୁ ଶକ୍ତିଶାଳୀ, ସେଦିନ ହିଁ ସବୁ ସାଧନା ସିଦ୍ଧ ହେବ। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ତୁମେ ଭାବୁଥିବ ଏହି ସବୁ କଥା କେବଳ ପ୍ରାଚୀନ ପୁରାଣର ପୃଷ୍ଠାରେ ସୀମିତ। କିନ୍ତୁ ଓଡ଼ିଶାର ମାଟିରେ ଏହି ଅଦୃଶ୍ୟ ଶକ୍ତିମାନଙ୍କର ଅସ୍ତିତ୍ୱକୁ ଅନେକ ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତି ମଧ୍ୟ ସ୍ୱୀକାର କରିଛନ୍ତି। ଦେବଦତ୍ତ ପଚାରିଲେ, ହେ ପ୍ରଭୁ, ଆଧୁନିକ ଯୁଗର ଶିକ୍ଷିତ ବ୍ୟକ୍ତିମାନେ କ'ଣ ଏହି ରହସ୍ୟକୁ ବିଶ୍ୱାସ କରନ୍ତି? କ'ଣ ଏହାର କୌଣସି ପ୍ରାମାଣିକ ଦୃଷ୍ଟାନ୍ତ ଅଛି? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ଦୃଶ୍ୟତେ ଜନ୍ମନୁଷ୍ୟୈଶ୍ଚ ତଦ୍ ବ୍ରହ୍ମାଣ୍ଡସ୍ୟ ସୂକ୍ଷ୍ମକମ୍ ଅଦୃଶ୍ୟନ୍ତୁ ମହଦ୍ଭୁତଂ ଶକ୍ତିରୂପେଣ ତିଷ୍ଠତି। ଅର୍ଥାତ୍ ମଣିଷ ଯାହା ଦେଖେ ତାହା ବ୍ରହ୍ମାଣ୍ଡର ଏକ କ୍ଷୁଦ୍ର ଅଂଶ, କିନ୍ତୁ ଯାହା ଅଦୃଶ୍ୟ ତାହା ଏକ ବିଶାଳ ଶକ୍ତି ରୂପରେ ବିଦ୍ୟମାନ। ଗୁରୁଦେବ କହିଲେ, ଶିଷ୍ୟ, ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମ ତୁମେ ଶୁଣିଥିବ। ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ କରଞ୍ଜିଆ ଡାଏରୀରେ ଏକ ଅତ୍ୟନ୍ତ ରୋମାଞ୍ଚକର ଓ ସତ୍ୟ ଘଟଣା ବର୍ଣ୍ଣନା କରିଛନ୍ତି। ସେତେବେଳେ ସେ କରଞ୍ଜିଆରେ ରହୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ପ୍ରେତ ସାଧନାକୁ ଅତି ନିକଟରୁ ଦେଖିଛନ୍ତି। ସେଠାକାର ତାନ୍ତ୍ରିକ ଓ ସାଧକମାନେ କିପରି ଅଦୃଶ୍ୟ ଶକ୍ତିକୁ ବଶ କରନ୍ତି ଏବଂ ସେହି ଶକ୍ତିମାନେ କିପରି ମଣିଷ ଜୀବନରେ ପ୍ରଭାବ ପକାନ୍ତି, ସେହି ପ୍ରତ୍ୟକ୍ଷ ଅନୁଭୂତିକୁ ସେ ଏହି ବହିରେ ଲେଖିଛନ୍ତି। ଶାନ୍ତନୁ ବାବୁଙ୍କ ଭଳି ଜଣେ ବୁଦ୍ଧିଜୀବୀ ଏହି ଅଦୃଶ୍ୟ ଶକ୍ତିର ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବର୍ଣ୍ଣନା କରିଛନ୍ତି ଯେ କିପରି କିଛି ବିଶେଷ ମନ୍ତ୍ର ଓ କ୍ରିୟା ମାଧ୍ୟମରେ ସାଧକମାନେ ବାୟୁମଣ୍ଡଳରେ ଥିବା ପ୍ରେତମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି। ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ, ବରଂ ଏକ ଗୂଢ଼ ବିଜ୍ଞାନ ଯାହାକୁ ସାଧାରଣ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ। ଓଡ଼ିଶାର ମୟୂରଭଞ୍ଜ ଓ କେଉଁଝର ପରି ଜଙ୍ଗଲ ଘେରା ଅଞ୍ଚଳରେ ଆଜି ବି ଏଭଳି ଅନେକ ରହସ୍ୟମୟ ଘଟଣା ଘଟୁଛି, ଯାହା ବିଜ୍ଞାନ ପାଇଁ ଏକ ଚ୍ୟାଲେଞ୍ଜ। ମହର୍ଷି ଆହୁରି କହିଲେ, ଶିଷ୍ୟ, ଯେତେବେଳେ ଜଣେ ଜ୍ଞାନୀ ବ୍ୟକ୍ତି ଏହି ସତ୍ୟକୁ ଅନୁଭବ କରନ୍ତି ସେତେବେଳେ ବୁଝିବାକୁ ହେବ ଯେ ପୁରାଣର କଥା ମିଥ୍ୟା ନୁହେଁ। କିନ୍ତୁ ପ୍ରଶ୍ନ ଉଠେ, ଯଦି ଏହି ଶକ୍ତିମାନେ ଆମ ଘରେ ପ୍ରବେଶ କରନ୍ତି ତେବେ ସେମାନେ କିପରି ମଣିଷର ବୁଦ୍ଧି ଓ ଶରୀରକୁ ନଷ୍ଟ କରିଦିଅନ୍ତି? ଦେବଦତ୍ତ ଉତ୍କଣ୍ଠାର ସହ ପଚାରିଲେ, ଗୁରୁଦେବ, ଏହି ଭୟଙ୍କର ପ୍ରେତ ବାଧାରୁ ରକ୍ଷା ପାଇବାର ପନ୍ଥା କ'ଣ? ମହର୍ଷି କହିଲେ, ସେହି ମାର୍ଗ ହେଉଛି ଆଧ୍ୟାତ୍ମିକ ସୁରକ୍ଷା କବଚ। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ମନେ ରଖ, ଶିବ ପୁରାଣ ଓ ଗରୁଡ଼ ପୁରାଣ ଅନୁସାରେ ପ୍ରେତମାନେ ସବୁବେଳେ ଏକ ମାଧ୍ୟମ ଖୋଜନ୍ତି। ଯେତେବେଳେ ମଣିଷର ମନୋବଳ ଦୁର୍ବଳ ହୁଏ କିମ୍ବା ସେ ଅତ୍ୟଧିକ ଭୟଭୀତ ହୁଏ ସେତେବେଳେ ସେହି ଶକ୍ତିମାନେ ତାର ସୂକ୍ଷ୍ମ ଶରୀରରେ ପ୍ରବେଶ କରନ୍ତି। ଦେବଦତ୍ତ ପଚାରିଲେ, ହେ ପ୍ରଭୁ, କ'ଣ ପ୍ରେତମାନେ ମଣିଷକୁ ରୋଗୀ କରିପାରନ୍ତି? କିପରି ଜଣେ ଜାଣିବ ଯେ ତାର ଶରୀର ଉପରେ କୌଣସି ବାହ୍ୟ ଶକ୍ତିର ପ୍ରଭାବ ରହିଛି? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ରୋଗାଶ୍ଚ ବିବିଧାସ୍ତସ୍ୟ ଜାୟନ୍ତେ ମାନୁଷସ୍ୟ ହି ଅଦୃଶ୍ୟ ଶକ୍ତି ସଂଯୋଗାତ୍ ବୁଦ୍ଧିନାଶ ଭବେ ଧ୍ରୁବମ୍। ଅର୍ଥାତ୍ ଅଦୃଶ୍ୟ ଶକ୍ତିର ସଂଯୋଗରେ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ଅଜଣା ରୋଗ ସୃଷ୍ଟି ହୁଏ ଏବଂ ତାର ବୁଦ୍ଧି ନଷ୍ଟ ହେବା ସୁନିଶ୍ଚିତ। ମହର୍ଷି ଏକ କ୍ଷୁଦ୍ର ଗଳ୍ପ ଶୁଣାଇଲେ।
ବହୁ ବର୍ଷ ତଳେ ଓଡ଼ିଶାର ଏକ ଶାସନ ଗାଁରେ ଜଣେ ମେଧାବୀ ଯୁବକ ଥିଲା। ସେ କୌଣସି ଦୈବୀ ଶକ୍ତି ବା ପୁରାଣକୁ ବିଶ୍ୱାସ କରୁନଥିଲା। ଦିନେ ସନ୍ଧ୍ୟା ସମୟରେ ସେ ଏକ ପୁରୁଣା ଶ୍ମଶାନ ନିକଟରେ ଥିବା ଏକ ବିରାଟ ବରଗଛ ମୂଳରେ ଏକୁଟିଆ ବସିଥିଲା। ସେଠାରୁ ଫେରିବା ପରେ ତାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଗଲା। ସେହି ଶାନ୍ତ ଯୁବକ ଜଣକ ହଠାତ୍ ଉଗ୍ର ହୋଇଗଲା। ସେ ଅନ୍ଧାର କୋଠରୀରେ ଏକୁଟିଆ ବସି କାହା ସହ କଥା ହେବାକୁ ଲାଗିଲା। ତାର ଶରୀର ଦିନକୁ ଦିନ ଶୁଖିଗଲା, କିନ୍ତୁ ତାର ଶକ୍ତି ଏତେ ବଢ଼ିଗଲା ଯେ 5 ଜଣ ମଣିଷ ମଧ୍ୟ ତାକୁ କାବୁ କରିପାରିଲେ ନାହିଁ। ବଡ଼ ବଡ଼ ବୈଦ୍ୟ ଓ ଡାକ୍ତର ମଧ୍ୟ ତାର ରୋଗ ଧରିପାରିଲେ ନାହିଁ। ଶେଷରେ ଜଣେ ସନ୍ନ୍ୟାସୀ ଆସି କହିଲେ ଯେ ସେହି ବରଗଛରେ ବହୁ ବର୍ଷରୁ ବନ୍ଦୀ ଥିବା ଏକ ପ୍ରେତ ତା ଶରୀରରେ ବସା ବାନ୍ଧିଛି। ଯେଉଁ ଖାଦ୍ୟ ଯୁବକଟି ଖାଉଛି ତାହା ତା ପେଟକୁ ନୁହେଁ, ବରଂ ସେହି ପ୍ରେତର ତୃପ୍ତି ପାଇଁ ଯାଉଛି। ମହର୍ଷି କହିଲେ, ଦେବଦତ୍ତ, ଏହା କୌଣସି କାଳ୍ପନିକ କଥା ନୁହେଁ। ପ୍ରେତ ବିଜ୍ଞାନ କୁହେ ଯେ ସେମାନେ ମଣିଷର ସ୍ନାୟୁତନ୍ତ୍ରକୁ ନିଜ ନିୟନ୍ତ୍ରଣକୁ ନେଇଯାନ୍ତି। ଫଳରେ ମଣିଷ ନିଜେ ନିଜକୁ କଷ୍ଟ ଦିଏ। ଓଡ଼ିଶାର କରଞ୍ଜିଆ ଡାଏରୀରେ ଶାନ୍ତନୁ ଆଚାର୍ଯ୍ୟ ମଧ୍ୟ ଏହିଭଳି କିଛି ଘଟଣା ଉଲ୍ଲେଖ କରିଛନ୍ତି, ଯେଉଁଠାରେ ଶିକ୍ଷିତ ଲୋକେ ମଧ୍ୟ ଏହି ଅଦୃଶ୍ୟ ଶକ୍ତିର ଶିକାର ହୋଇଛନ୍ତି। ଦେବଦତ୍ତ କମ୍ପିତ ସ୍ୱରରେ ପଚାରିଲେ, ଗୁରୁଦେବ, କ'ଣ ଏହି ପ୍ରେତ ବାଧାରୁ ମୁକ୍ତି ପାଇଁ ଶାସ୍ତ୍ରରେ କିଛି ବିଶେଷ ସାଧନା ବା ମନ୍ତ୍ର ଅଛି? କିପରି ଜଣେ ସାଧାରଣ ମଣିଷ ନିଜ ଘରକୁ ସୁରକ୍ଷିତ ରଖିବ? ମହର୍ଷି କହିଲେ, ସେହି ରହସ୍ୟ ଆହୁରି ଗଭୀର। ଭୟଙ୍କର ତନ୍ତ୍ର ସାଧନା ଏବଂ ଶାସ୍ତ୍ରୀୟ ପ୍ରତିକାର ବିଷୟରେ ମୁଁ ତୁମକୁ କହୁଛି। ଗୁରୁଦେବ ମହର୍ଷି ବିଶ୍ୱରୂପଙ୍କ ଆଖିରେ ଏକ ଅଜଣା ଭୟ ଓ ଗମ୍ଭୀରତା ଦେଖାଗଲା। ସେ କହିଲେ, ଶିଷ୍ୟ ଦେବଦତ୍ତ, ତନ୍ତ୍ରଶାସ୍ତ୍ରରେ ଏମିତି କିଛି ସାଧନା ଅଛି ଯାହାକୁ କୁଳବୁଡ଼ା ବା ବଂଶନାଶକ ସାଧନା କୁହାଯାଏ। ଏଥିରେ ସାଧକ କ୍ଷଣିକ ସୁଖ ଓ ଶକ୍ତି ପାଇଁ ନିଜର କୁଳଦେବତାଙ୍କୁ ପରିତ୍ୟାଗ କରି ପ୍ରେତ କିମ୍ବା ପିଶାଚଙ୍କ ଶରଣାପନ୍ନ ହୁଏ। ଦେବଦତ୍ତ ପଚାରିଲେ, ହେ ପ୍ରଭୁ, ଏହାକୁ କାହିଁକି କୁଳବୁଡ଼ା କୁହାଯାଏ? କ'ଣ ଏହି ସାଧନା ଏତେ ଭୟଙ୍କର ଯେ ଏହା ପୂରା ବଂଶକୁ ଶେଷ କରିଦିଏ? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ଯଃ କରୋତି ପିଶାଚାସ୍ତୁ ସ୍ୱାର୍ଥହେତୋଃ କୁଳତ୍ୟଜଃ ତସ୍ୟ ବଂଶୋ ବିନଶ୍ୟନ୍ତି ପ୍ରେତଭୂତ ଭବେତ୍ ଧ୍ରୁବମ୍। ଅର୍ଥାତ୍ ଯେଉଁ କୁଳତ୍ୟାଗୀ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ପ୍ରେତ ବା ପିଶାଚ ସାଧନା କରେ, ତାର ବଂଶ ନିଶ୍ଚିତ ଭାବେ ବିନାଶ ହୁଏ ଏବଂ ସେ ନିଜେ ମଧ୍ୟ ପ୍ରେତ ହୋଇ ରହେ। ମହର୍ଷି ଏକ ସତ୍ୟ ଘଟଣା ଆଧାରିତ ଗଳ୍ପ ଶୁଣାଇଲେ। ଓଡ଼ିଶାର ଏକ ଗଡ଼ଜାତ ଅଞ୍ଚଳରେ ଜଣେ ଧନୀ ବ୍ୟକ୍ତି ଥିଲେ। ତାଙ୍କର କୌଣସି ସନ୍ତାନ ହେଉନଥିଲେ। ସେ ଜଣେ କାପାଳିକଙ୍କ ସାହାଯ୍ୟରେ ପ୍ରେତ ସାଧନା କରି ଏକ ଭୟଙ୍କର ଚୁଡ଼େଲ ବା ପ୍ରେତୁଣୀକୁ ବଶ କଲେ। ସେହି ଶକ୍ତି ବଦଳରେ ତାଙ୍କୁ ସନ୍ତାନ ତ ମିଳିଲା, କିନ୍ତୁ ସେହି ସନ୍ତାନ ଥିଲା ଅତ୍ୟନ୍ତ ଅସ୍ୱାଭାବିକ। ଯେଉଁଦିନ ସେହି ଶିଶୁଟି ଜନ୍ମ ହେଲା, ସେହିଦିନ ଠାରୁ ଘରର ଅନ୍ୟ ସଦସ୍ୟମାନେ ଜଣକ ପରେ ଜଣେ ଅଜଣା ରୋଗରେ ମରିବାକୁ ଲାଗିଲେ। ସେହି ବ୍ୟକ୍ତି ଜଣକ ବୁଝିପାରିଲେ ନାହିଁ ଯେ ପ୍ରେତଟି ତାଙ୍କୁ ସନ୍ତାନ ଦେଇଛି ସତ, କିନ୍ତୁ ବଦଳରେ ସେହି ବଂଶର ରକ୍ତ ମାଗୁଛି। ଧୀରେ ଧୀରେ ତାଙ୍କର ସମସ୍ତ ସମ୍ପତ୍ତି ନଷ୍ଟ ହୋଇଗଲା ଏବଂ ସେହି କୁଳବୁଡ଼ା ସାଧନା ଯୋଗୁଁ ସେହି ବଂଶରେ ଆଉ କେହି ଦୀପ ଦେବାକୁ ରହିଲେ ନାହିଁ। ମହର୍ଷି କହିଲେ, ଶିଷ୍ୟ, ଏହା ହେଉଛି ଅନ୍ଧକାରର ସେହି ଜାଲ, ଯେଉଁଥିରୁ ବାହାରିବା ଅସମ୍ଭବ। ପ୍ରେତ ସାଧନା କରୁଥିବା ବ୍ୟକ୍ତି ଯେତେବେଳେ ମରେ, ସେ ମୁକ୍ତି ପାଏନି। ସେ ନିଜ ପରିବାର ଉପରେ ଏକ ଅଭିଶାପ ଭାବେ ରହିଯାଏ, ଯାହାକୁ ପିତୃଦୋଷ କିମ୍ବା ପ୍ରେତବାଧା କୁହାଯାଏ। ଦେବଦତ୍ତ ଭୟରେ ଥରି ପଚାରିଲେ, ଗୁରୁଦେବ, ଏତେ ଭୟଙ୍କର ସ୍ଥିତିରୁ କ'ଣ କେବେ ମୁକ୍ତି ମିଳିବ ନାହିଁ? ଆଧୁନିକ ବିଜ୍ଞାନ କ'ଣ ଏହାକୁ କେବଳ ପାଗଳାମି କହି ଉଡ଼ାଇ ଦେବ? ମହର୍ଷି ଏକ ଦୀର୍ଘଶ୍ୱାସ ଛାଡ଼ି କହିଲେ, ବିଜ୍ଞାନ ଯାହାକୁ ପାଗଳାମି କୁହେ, ଅଧ୍ୟାତ୍ମ ସେଠାରେ ରହସ୍ୟ ଖୋଜେ। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ଭୟ କର ନାହିଁ। ଯେଉଁଠାରେ ଅନ୍ଧକାର ଅଛି, ସେଠାରେ ଆଲୋକର ଅସ୍ତିତ୍ୱ ମଧ୍ୟ ଅଛି। ଯଦିଓ ପ୍ରେତ ସାଧନା ଭୟଙ୍କର, କିନ୍ତୁ ଭଗବାନ ଶିବ ଏବଂ ଶ୍ରୀହରିଙ୍କ ଶରଣାଗତ ହେଲେ ଏହି ବାଧାରୁ ମୁକ୍ତି ମିଳିବା ସମ୍ଭବ। ଦେବଦତ୍ତ ପଚାରିଲେ, ହେ ଗୁରୁଦେବ, କିପରି ଜଣେ ବ୍ୟକ୍ତି ନିଜ ଘରୁ ଏହି ଅଦୃଶ୍ୟ ଶକ୍ତିକୁ ବିଦାୟ କରିପାରିବ? କ'ଣ କୌଣସି ବିଶେଷ ମନ୍ତ୍ର ବା ବିଧି ଅଛି? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ନମସ୍ତେ ରୁଦ୍ରରୂପାୟ ଶିବାୟ ପରମାତ୍ମନେ ପ୍ରେତଭୂତ ପିଶାଚାଦ୍ୟାଃ ନଶ୍ୟନ୍ତି ତବ କୀର୍ତ୍ତନାତ୍। ଅର୍ଥାତ୍, ହେ ରୁଦ୍ରରୂପୀ ଶିବ, ଆପଣଙ୍କୁ ନମସ୍କାର। ଆପଣଙ୍କ ନାମ ସଂକୀର୍ତ୍ତନ ଦ୍ୱାରା ପ୍ରେତ, ଭୂତ ଏବଂ ପିଶାଚମାନେ ବିନାଶ ହୁଅନ୍ତି।
ମହର୍ଷି ଏକ ଶେଷ ଶିକ୍ଷଣୀୟ ଗଳ୍ପ କହିଲେ। ଥରେ ଜଣେ ବ୍ୟକ୍ତି ଏହି କୁଳବୁଡ଼ା ସାଧନାର ଶିକାର ହୋଇ ସର୍ବସ୍ୱ ହରାଇଥିଲେ। ସେହି ଘରେ କେହି ରହିପାରୁନଥିଲେ। ଶେଷରେ ସେ ଜଣେ ଜ୍ଞାନୀ ମହାତ୍ମାଙ୍କ ପରାମର୍ଶରେ ନିଜ ଘରେ ଗରୁଡ଼ ପୁରାଣ ଏବଂ ଶ୍ରୀମଦ୍ ଭାଗବତ ପାଠ କରାଇଲେ। ଯେଉଁଠାରେ ହରିନାମ ସଂକୀର୍ତ୍ତନ ହୁଏ ସେଠାରେ କୌଣସି ତାମସିକ ଶକ୍ତି ତିଷ୍ଠି ରହିପାରେ ନାହିଁ। ମହର୍ଷି ବୁଝାଇଲେ, ଦେବଦତ୍ତ, ପ୍ରେତବାଧାରୁ ମୁକ୍ତି ପାଇଁ ଘରେ ପ୍ରତିଦିନ ସନ୍ଧ୍ୟାରେ ଘିଅ ଦୀପ ଜଳାଇବା, ଗଙ୍ଗାଜଳ ସିଞ୍ଚନ କରିବା ଏବଂ ହନୁମାନ ଚାଳିଶା ପାଠ କରିବା ଅତ୍ୟନ୍ତ ପ୍ରଭାବଶାଳୀ। ମନେରଖ, ମନୁଷ୍ୟର ମନୋବଳ ହିଁ ସର୍ବଶ୍ରେଷ୍ଠ। ଯେଉଁ ବ୍ୟକ୍ତି ସାତ୍ୱିକ ଜୀବନ ଯାପନ କରେ ଏବଂ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖେ, ପ୍ରେତ ତାର ଛାୟାକୁ ମଧ୍ୟ ସ୍ପର୍ଶ କରିପାରେ ନାହିଁ। ଏହି ଅଦୃଶ୍ୟ ଶକ୍ତିମାନେ କେବଳ ସେହିମାନଙ୍କୁ ଆକ୍ରମଣ କରନ୍ତି ଯେଉଁମାନେ ମାନସିକ ଓ ଆଧ୍ୟାତ୍ମିକ ଭାବେ ଦୁର୍ବଳ। ଏହି ଆଧୁନିକ ଯୁଗରେ ବିଜ୍ଞାନ ଯଦିଓ ଏହାକୁ ସାଇକୋସିସ୍ ବୋଲି କୁହେ, କିନ୍ତୁ ଆଧ୍ୟାତ୍ମିକ ଶକ୍ତିର ପ୍ରଯୋଗରେ ଏହିପରି ଅନେକ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଗୁରୁଦେବ ମହର୍ଷି ବିଶ୍ୱରୂପଙ୍କ ସ୍ୱର ଏଥର ଗମ୍ଭୀରରୁ ଗମ୍ଭୀରତର ହେବାକୁ ଲାଗିଲା। ସେ କହିଲେ, ଶିଷ୍ୟ ଦେବଦତ୍ତ, ତୁମେ ଯଦି ଅନ୍ଧକାରର ଶେଷ ସୀମା ଜାଣିବାକୁ ଚାହୁଁଛ, ତେବେ ଶୁଣ। ତନ୍ତ୍ରଶାସ୍ତ୍ରର ଏକ ଗୂଢ଼ ଅଂଶ ହେଉଛି ଶବ ସାଧନା। ଏହା ସେହିମାନେ କରନ୍ତି ଯେଉଁମାନେ ମୃତ୍ୟୁକୁ ଜୟ କରିବା ପାଇଁ ପ୍ରେତ ଓ ପିଶାଚଙ୍କୁ ନିଜର ବାହନ କରିବାକୁ ଚାହାନ୍ତି। ଦେବଦତ୍ତ କାତର ସ୍ୱରରେ ପଚାରିଲେ, ହେ ପ୍ରଭୁ, ଶବ ଉପରେ ବସି ସାଧନା କରିବା କ'ଣ ସତ୍ୟ? ଏହା କିପରି ସମ୍ଭବ? ମହର୍ଷି କହିଲେ, ଶାସ୍ତ୍ରରେ ଅଛି, ଶ୍ମଶାନାଳୟ ମଧ୍ୟସ୍ଥ ଶବାରୁଢ଼ ଭୟାନକ ପିଶାଚବତ୍ ସମାଚାର ସାଧକୋ ଜୟମିଚ୍ଛତି। ଅର୍ଥାତ୍ ଶ୍ମଶାନ ମଧ୍ୟରେ ଶବ ଉପରେ ଆରୂଢ଼ ହୋଇ ପିଶାଚ ପରି ଆଚରଣ କରୁଥିବା ଭୟଙ୍କର ସାଧକ ହିଁ ସିଦ୍ଧି ପ୍ରାପ୍ତ କରିବାକୁ ଚେଷ୍ଟା କରେ। ମହର୍ଷି କହିଲେ, ଶିଷ୍ୟ, ଅଗ୍ନି ପୁରାଣ ଓ କେତେକ ତନ୍ତ୍ର ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ଅମାବାସ୍ୟାର ନିଶୀଥ ରାତିରେ ସାଧକ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶବ ଚୟନ କରେ। ଶବ ଉପରେ ସବାର ହୋଇ ସେ ମନ୍ତ୍ର ଜପ କରେ। ସାଧନା ସମୟରେ ସେହି ମୃତ ଶରୀରଟି ହଠାତ୍ ଜୀବନ୍ତ ହୋଇଉଠେ। ଶବଟି ସାଧକକୁ ଭୟଭୀତ କରାଏ, ତାକୁ ନିଜ ଆସନରୁ ହଟାଇବାକୁ ଚେଷ୍ଟା କରେ। କିନ୍ତୁ ଯଦି ସାଧକ ନିର୍ଭୟରେ ଧୈର୍ଯ୍ୟ ଧରି ବସି ରହେ, ତେବେ ସେହି ଶବ ମଧ୍ୟରେ ଥିବା ପ୍ରେତ ଶକ୍ତି ସାଧକର ବଶୀଭୂତ ହୁଏ। ଏହି ସାଧନା ଏତେ ଭୟଙ୍କର ଯେ ସାମାନ୍ୟ ଭୁଲ ହେଲେ ସାଧକ ସେହି ମୁହୂର୍ତ୍ତରେ ମୃତ୍ୟୁବରଣ କରେ। ଏହା କୌଣସି ଗପ ନୁହେଁ। ଓଡ଼ିଶାର ଅନେକ ନିର୍ଜନ ଶ୍ମଶାନରେ ଆଜି ବି ଏମିତି କିଛି ତାନ୍ତ୍ରିକ ଅଛନ୍ତି ଯେଉଁମାନେ ଶବ ସାଧନା ମାଧ୍ୟମରେ ଅଲୌକିକ ଶକ୍ତି ପ୍ରାପ୍ତିର ଦାବି କରନ୍ତି। ଏହା ହେଉଛି ମୃତ୍ୟୁ ସହିତ ଏକ ଭୟଙ୍କର ଖେଳ। ମହର୍ଷି ବିଶ୍ୱରୂପ ଆହୁରି ଗଭୀର ରହସ୍ୟ ଉନ୍ମୋଚନ କରି କହିଲେ, ଦେବଦତ୍ତ, ଏହି ତାମସିକ ସାଧନାର ଆଉ ଏକ କଳା ଦିଗ ଅଛି, ଯାହା ଶୁଣିଲେ ମାନବତା ଲଜ୍ଜିତ ହେବ। କିଛି କୁଖ୍ୟାତ ସାଧକ ନିଜର କ୍ଷୁଦ୍ର ସ୍ୱାର୍ଥ ଓ ପ୍ରେତୁଣୀ ସିଦ୍ଧି ପାଇଁ ଶ୍ମଶାନରୁ କୁମାରୀ କନ୍ୟାର ଶବ ଖୋଳି ବାହାର କରନ୍ତି। ସେହି ନିର୍ଜୀବ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବା ଭଳି ଜଘନ୍ୟ କାର୍ଯ୍ୟ କରି ସେମାନେ ନିଜର କାମ ପିଶାଚ ସାଧନା ସମ୍ପୂର୍ଣ୍ଣ କରନ୍ତି। ଶିଷ୍ୟ ଦେବଦତ୍ତ ଭୟରେ ନିଜ କାନ ବନ୍ଦ କରିଦେଲେ। ହେ ମୁନିବର, ଏହା କ'ଣ ସମ୍ଭବ? କ'ଣ ମଣିଷ ଏତେ ନୀଚ ହୋଇପାରେ? ମହର୍ଷି ଉତ୍ତର ଦେଲେ, ଶିଷ୍ୟ, ଏହା ହିଁ ହେଉଛି ଅଧର୍ମର ଚରମ ସୀମା। ଉଲ୍ଲିଖିତ ଶ୍ରୁତି ଓ ପୁରାଣର କେତେକ ବାମାଚାରୀ ପନ୍ଥାରେ ଏହି ଭୟଙ୍କର କାର୍ଯ୍ୟକୁ ଅଘୋର ସାଧନାର ଏକ ବିକୃତ ରୂପ ଭାବେ ବ୍ୟାଖ୍ୟା କରାଯାଇଛି। ସାଧକ ଭାବେ ଯେ ସେହି ମୃତ ଶରୀର ମଧ୍ୟରେ ଥିବା ଆତ୍ମାକୁ ସେ ବଶ କରିନେବ, କିନ୍ତୁ ପ୍ରକୃତରେ ସେ ନିଜର ମନୁଷ୍ୟତ୍ୱକୁ ହତ୍ୟା କରେ। କିଛି ଅସାମାଜିକ ତାନ୍ତ୍ରିକ ଏହିଭଳି କାର୍ଯ୍ୟ ପାଇଁ ଗୋପନରେ ଶ୍ମଶାନରେ ଘୁରି ବୁଲନ୍ତି। ଏହି ସାଧନାର ମୂଲ୍ୟ ବହୁତ ବଡ଼। ସାଧକକୁ କେବେ ବି ଶାନ୍ତି ମିଳେନି। ସେହି ପ୍ରେତାତ୍ମା ସାଧକକୁ ସବୁବେଳେ ଘେରି ରହେ ଏବଂ ଶେଷରେ ସେହି ବ୍ୟକ୍ତିର ମୃତ୍ୟୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୁଏ। ତାର ବଂଶରେ କେହି ରହନ୍ତି ନାହିଁ, ତେଣୁ ଏହାକୁ କୁଳବୁଡ଼ା ସାଧନା କୁହାଯାଏ। ମହର୍ଷି ନିଜ କଥା ଶେଷ କରି କହିଲେ, ଦେବଦତ୍ତ, ଏହି ସବୁ ସାଧନା ହେଉଛି ଅନ୍ଧକାରର ନର୍କଦ୍ୱାର। ଯିଏ ଏଥିରେ ପଶେ ସେ କେବେ ଫେରେ ନାହିଁ। ଗୁରୁଦେବ ମହର୍ଷି ବିଶ୍ୱରୂପ କହିଲେ, ଶିଷ୍ୟ ଦେବଦତ୍ତ, ତୁମେ ଏତେ ସମୟ ଧରି ପ୍ରେତ ସାଧନା, ଶବ ସାଧନା ଏବଂ ତାମସିକ ଅନ୍ଧକାରର କଥା ଶୁଣିଲ। କିନ୍ତୁ ଏହି ସମସ୍ତ ବିଷୟର ମୂଳ ରହସ୍ୟ କ'ଣ ତୁମେ ଜାଣିଛ? ଆଜିର ବିଷୟ ଥିଲା ପ୍ରେତ ସାଧନା, ଏକ ଅଭିଶପ୍ତ ମାର୍ଗ।
ଦେବଦତ୍ତ ଉତ୍ସୁକତାର ସହ ପଚାରିଲେ, ହେ ମୁନିବର, ଏହି କାହାଣୀର ଶେଷ ସତ୍ୟ କ'ଣ? କାହିଁକି ଆପଣ ଏହି ଭୟଙ୍କର ସାଧନା ବିଷୟରେ କହିଲେ? ମହର୍ଷି ପ୍ରାଞ୍ଜଳ ଭାବେ ବୁଝାଇଲେ, ବନ୍ଧୁଗଣ, ପ୍ରକୃତ ସତ୍ୟ ହେଉଛି ମନୁଷ୍ୟର ଲୋଭ ହିଁ ସର୍ବଶ୍ରେଷ୍ଠ ପ୍ରେତ। ଯେତେବେଳେ ମଣିଷ ନିଜର ପରିଶ୍ରମ ଓ ସାତ୍ୱିକତା ଉପରୁ ବିଶ୍ୱାସ ହରାଇ କ୍ଷଣିକ ସୁଖ ପାଇଁ ଅନ୍ଧକାର ଶକ୍ତିର ସାହାରା ନିଏ, ସେତେବେଳେ ସେ ନିଜେ ଏକ ଜୀବନ୍ତ ପ୍ରେତରେ ପରିଣତ ହୁଏ। ଗରୁଡ଼ ପୁରାଣ ଓ ଶିବ ପୁରାଣରେ ଯେଉଁ ପ୍ରେତମାନଙ୍କ କଥା କୁହାଯାଇଛି, ସେମାନେ କେବଳ ବାହାରେ ନାହାନ୍ତି, ସେମାନେ ଆମର ନକାରାତ୍ମକ ଚିନ୍ତାଧାରା ମଧ୍ୟରେ ବାସ କରନ୍ତି। ଏହି ଗଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଆପଣଙ୍କୁ ଏହା ସଚେତନ କରାଇବ ଯେ ଘରେ ପ୍ରେତଙ୍କ ଉପସ୍ଥିତି ମାନେ କେବଳ କୌଣସି ଅଦୃଶ୍ୟ ଛାୟା ନୁହେଁ, ବରଂ ଘରେ ଥିବା ଅଶାନ୍ତି, ଅସୁଚିତା ଏବଂ ଅପବିତ୍ର ଚିନ୍ତାଧାରା। ଯେଉଁମାନେ କୂଳବୁଡ଼ା ସାଧନା ପଛରେ ଧାଉଁଛନ୍ତି, ସେମାନେ ନିଜର ଭବିଷ୍ୟତ ପିଢ଼ିକୁ ଅନ୍ଧକାରକୁ ଠେଲି ଦେଉଛନ୍ତି। ଏହି ଶକ୍ତିମାନେ ସତ୍ୟ, କିନ୍ତୁ ଏମାନେ ସେହିମାନଙ୍କୁ ଆକ୍ରମଣ କରନ୍ତି ଯିଏ ଈଶ୍ୱରଙ୍କ ଆଲୋକରୁ ଦୂରେଇ ଯାଏ। ମହର୍ଷି ସ୍ପଷ୍ଟ କଲେ, ଆଜିର ଆଲୋଚନାର ସାରମର୍ମ ହେଉଛି, ସୁରକ୍ଷା କବଚ କୌଣସି ତାବିଜ ନୁହେଁ, ବରଂ ଆପଣଙ୍କ ମନର ପବିତ୍ରତା ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତି। ଯଦି ଆପଣଙ୍କ ଘର ସାତ୍ୱିକ, ଶୁଦ୍ଧ ଏବଂ ଭକ୍ତିମୟ, ତେବେ କୌଣସି ପ୍ରେତ, ପିଶାଚ କିମ୍ବା ତାନ୍ତ୍ରିକ ଆପଣଙ୍କ କ୍ଷତି କରିପାରିବ ନାହିଁ। ଆଧୁନିକ ବିଜ୍ଞାନ ଓ ପୁରାଣ ଏହି ଏକା କଥା କୁହନ୍ତି ଯେ ଆପଣଙ୍କର ଆନ୍ତରିକ ଶକ୍ତି ହିଁ ଆପଣଙ୍କୁ ପ୍ରତ୍ୟେକ ବିପଦରୁ ରକ୍ଷା କରିବ। ଦେବଦତ୍ତଙ୍କ ମନର ସମସ୍ତ ସନ୍ଦେହ ଓ ଭୟ ଦୂର ହେଲା। ସେ ବୁଝିପାରିଲେ ଯେ ଅନ୍ଧକାରକୁ ଡରିବା ଅପେକ୍ଷା ଆଲୋକର ମାର୍ଗରେ ଚାଲିବା ହିଁ ଶ୍ରେଷ୍ଠ। ବନ୍ଧୁଗଣ, ଆଜିର ଏହି ଆଲୋଚନା ଆପଣଙ୍କୁ କେମିତି ଲାଗିଲା? ଆମେ ଜାଣିଲେ ଯେ ମଣିଷର ଅତୃପ୍ତ କାମନା ଓ ଅହଙ୍କାର କିପରି ତାକୁ ପ୍ରେତ ସାଧନା ପରି ଏକ ଅଭିଶପ୍ତ ନର୍କର ଦ୍ୱାରକୁ ନେଇଯାଏ। ପୁରାଣ ହେଉ କିମ୍ବା ଆଧୁନିକ ଅନୁଭୂତି, ସବୁଠାରେ ଗୋଟିଏ କଥା ସ୍ପଷ୍ଟ, ଯିଏ ପ୍ରକୃତି ଓ ଈଶ୍ୱରଙ୍କ ନିୟମ ବିରୁଦ୍ଧରେ ଯାଇ ଶକ୍ତି ହାସଲ କରିବାକୁ ଚାହେଁ, ସେ ନିଜେ ତାର ପରିଣାମ ଭୋଗେ। ପ୍ରେତ, ପିଶାଚ କିମ୍ବା କୌଣସି ଅଦୃଶ୍ୟ ଶକ୍ତି ଆପଣଙ୍କ ଘରକୁ ସେତେବେଳେ ପ୍ରବେଶ କରନ୍ତି ଯେତେବେଳେ ଆପଣଙ୍କ ମନରେ ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଦୋହଲିଯାଏ। ତେଣୁ ନିଜର ଘରକୁ ପବିତ୍ର ରଖନ୍ତୁ, ସାତ୍ୱିକ ଜୀବନ ଯାପନ କରନ୍ତୁ ଏବଂ ସର୍ବଦା ମହାପ୍ରଭୁଙ୍କ ଶରଣାପନ୍ନ ହୋଇ ରୁହନ୍ତୁ। ମନେ ରଖନ୍ତୁ, ଅନ୍ତରର ଆଲୋକ ହିଁ ବାହାରର ପ୍ରତ୍ୟେକ ଅନ୍ଧକାରକୁ ବିନାଶ କରିବାର କ୍ଷମତା ରଖେ। ଆପଣଙ୍କ ଦିନଟି ଶୁଭମୟ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ। ପୁଣି ଦେଖାହେବ ଏମିତି ଏକ ରହସ୍ୟମୟ ପୁରାଣ ଗଳ୍ପ ସହିତ ଭଲଗପର ପରବର୍ତ୍ତୀ ଭିଡିଓରେ। ନମସ୍କାର। ଜୟ ଶ୍ରୀ ହରି, ଜୟ ଜଗନ୍ନାଥ।